ভিଓর आम आज आसी पहुँची गलु माँ ताराताणी पीठरे जोटा कि गंजाम जिलार पुरुषोत्तमपुर ब्लॉक रही ऋषिकल्या नदी पठार रही आस बुली देखा। यही रास्त माँ को पीठ को जावाक माँ ताराताणी ये हूँ सुंदर मंदिर देखते श्रद्धालु मान सुଅ छुटी। आम भारतवर्ष में 51टी शक्तिपीठ रही से माँ ताराताणी पीठ गोटे ये आम गंजाम जिलार पुरुषोत्तमपुर ब्लॉक एते मात्रा श्रद्धालु भी भिओर आम आसी पहुँची जाइछु माँ ताराताणी पीठरे जोटा कि गंजाम जिलार पुरुषोत्तमपुर ब्लॉक रही यही मंदिर जी पूजक आसतु पचारि बुझा से माँ संपर्क कौन कहते आप नाटा कहते। मो ना शिवराम रणा मुझे स्थानीय पूजक माँ तारातारिणी आम दक्ष प्रजापति कथा शुणी दक्ष प्रजापति यज्ञ भितर माँ सतीदेवी को निमंत्रण हो नाला से न जाई स्वामी इच्छा विरुद्ध से बाप घर पहुँची दक्ष प्रजापति शिव को भर्सना करते बहुत भर्सना करते ये भर्सना सही न पारी सती देवी यज्ञ कुंड में अग्निदाह निज शरीर को दाह दे महादेव तो जानिले सतीदेवी मोर बिना आदेश से जाई बाप घरे असुविधा भोगी जहाँफल कि जीवन चली जाए क्रोध में महादेव त्रिशूल निक्षेप कर से शव को दाह कर शव को टेकी से सृष्टि कले जहाँफल कि तीनपुर जगह प्रकम्पित है जे महादेव कृपा नल अच्छा हाँ किए उद्धार कर किए स्थायी कर विष्णु देवता मान विष्णु पाख गले जाए कहले प्रभु आपण आगे रक्षा कर आपड़ जब रक्षा करेंगे ताहले तीनपुर रक्षा हे ना शिवंकर जो कृपा नल आम तीनपुर ध्वंस हो स्वयं भगवान कौन कले सुदर्शन चक्र पेषण करदे जिते सुदर्शन चक्र पेषण करदे सतींकर चारि भाग हो विभक्त हो चारि विभक्त हो प्रथम भाग पड़ा माँ ताराताणी स्तनपीठ द्वितीय भाग पड़ा कलिकता मुखपीठ तृतीय भाग पड़ा जोनीखंड काउरी कामाक्षी आउ चतुर्थ खंड पड़ा पुरी विमला से दिन ठारू माँ ये पूजा पाई अनेक भक्तर भिड़ हुए आ माँ भी जातनीति बहुत गुड़ी हुए चैत्र मास मंगलवार चारि मंगलवार
अच्छा माँकर जो तारातारिणी कहीं ना है दीटा ना गोटे सूचौची तारातारिणी ତାଙ୍କେ ଦୁଇଟା ସ୍ତନ ଯୁଗଳରୁ ଉଦୟ ହେଇଛନ୍ତି। ଦୁଇଟା ସ୍ତନ ଯେଉଁ ସତୀଙ୍କର ଯେଉଁ ବକ୍ଷ ଦେଶଟା ପଡ଼ିଲା ସେଇ ବକ୍ଷ ଦେଶରୁ ତାରାତାରିଣୀ ଦୁଇଟା ଝିଅ ହେଇକି ଆବିର୍ଭାବ ହେଲେ। ବୁଢ଼ା ଥାଆନ୍ତି ଆମର ମାଳି ସମ୍ପ୍ରଦାୟ ଲୋକ ତାଙ୍କର ପୁଅ ଝିଅ କିଛି ନଥିଲେ, ନଦୀରେ ସ୍ନାନ କରୁଥିଲେ। ସେଇ ଗଣ୍ଡ ଭିତରୁ ଆମର ଯେଉଁ ତାରାତାରିଣୀ ଗଣ୍ଡ ଆମର ଏଇଠି ଅଛି ବର୍ତ୍ତମାନ ସୁଦ୍ଧା ଅଛି ଋଷିକୁଲ୍ୟା ନଦୀରେ। ଋଷିକୁଲ୍ୟା ନଦୀରେ ଯେଉଁ ତାରାତାରିଣୀ ଗଣ୍ଡ ଅଛି ସେଇ ଗଣ୍ଡ ଭିତରୁ ମା ଦୁଇ ଜଣ ଆବିର୍ଭାବ ହେଲେ। ଯେମିତି ଆବିର୍ଭାବ ହେଲେ ଏ ଆମର କୁଳପତି ମାଳି ବୃଦ୍ଧ ମାନେ ଗାଧଉଛନ୍ତି। ମୁଁ କହିଲି ବାପା ତମ ଘରେ ଆମେ ଝିଅ ହୋଇ ରହିବୁ। ଆରେ ମା ମୋର ତ କେହି ନାହାନ୍ତି, ମୋର ସନ୍ତାନ ପତ୍ର କିଏ ନାହିଁ, ମୁଁ ଅତ୍ୟନ୍ତ ଗରିବ। ହଉ ତମେ ଯଦି ମୋର ଝିଅ ହେଇକି ରହିବାକୁ ଆଗ୍ରହ ତାହେଲେ ମୁଁ କାହିଁକି ମନା କରିବି, ଆସ ମୋ ସାଥିରେ ଆସ। ଆମ ଘରେ ଯାହା ଥିଲା ଖାଇଲେ, ଯାହା ଥିଲା ପିନ୍ଧିଲ, ମୋ ଝିଅ ହେଇ ରହିବ। ଆଉ ବୁଢ଼ା ସେ ମା ଦୁଇ ଜଣଙ୍କୁ ଧରି ପଳେଇ ଆସିଲେ ନିଜ ଘରକୁ। ସେମାନଙ୍କର ବରଣ ପୋଷଣ ସବୁ ମା ଯେତେବେଳେ ରହିଲେ ଯାହା ଘରେ ତାର ଆଉ କିଛି ଅସୁବିଧାର ସମ୍ମୁଖୀନ ହେଲାନି। ଆସ୍ତେ 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 ତାଙ୍କର ଧନ ସମ୍ପତ୍ତି ବୃଦ୍ଧି ପାଇବାରେ ଲାଗିଲେ। ୟା ଭିତରେ ଆମର ଏଠି ରାୟଗଡ଼ା ରାଜା ଅଛି। ରାୟଗଡ଼ା ରାଜା ଥିଲେ। ଏଇ କୁଳପତି ଗୁଡ଼ା ସେଇ ରାଜାଙ୍କୁ ଫୁଲ ଦିଅନ୍ତି, ଫୁଲମାଳ ଦିଅନ୍ତି। ତାଙ୍କର ଆଣିକି ଫୁଲମାଳ ଦିଅନ୍ତି। ମନ୍ତ୍ରୀ କହିଲେ ରାଜାଙ୍କୁ ମହାରାଜ ତାଙ୍କ ଘରେ ଯେଉଁ ଦୁଇଟା ଝିଅ ଅଛନ୍ତି ସେ ଝିଅଟା ଅତ୍ୟନ୍ତ ସୁନ୍ଦର, ମୋ ରାଣୀ କହିଲେ ବହୁତ ସୁନ୍ଦର ଅଛି। ଆଚ୍ଛା ଏତେ ସୁନ୍ଦର ତାହେଲେ ବୁଢ଼ାକୁ ତାଙ୍କୁ ବାହା ହେଇ ବୁଢ଼ାକୁ ଡାକିଲେ। କୁଳପତି ବୁଢ଼ା ଯାଇ ଯେମିତି ପ୍ରବେଶ କଲେ, ଆଚ୍ଛା ତମ ଦୁଇଟା ଝିଅ ଅଛି ଆଜି ମୋତେ ଜଣେଇନ, ଆଉ ତମେ ସେ ଝିଅ ଦୁଇଟାକୁ ମୋତେ ବାହା ଦେବ କି? ଆରେ ବୁଢ଼ା କହିଲେ ମୁଁ ତ ଜନ୍ମ କରିନି ଝିଅକୁ, ସେମାନେ ଉଡ଼ି ଆସି ମୋ ପାଖରେ ଅଛନ୍ତି। ମୋ ଝିଅକୁ ପଚାରି ଯଦି ସେମାନେ ହଁ କଲେ ମୁଁ ଆପଣଙ୍କୁ ଜବାବ ଦେବି। ହଉ ଠିକ୍ ଅଛି, କାଲିକି ମୁଁ ଅପେକ୍ଷା କଲି, ତମେ ଆସି ଝିଅକୁ ପଚାରିକି ଆସ। ବୁଢ଼ା ଆସିଲେ, ଝିଅକୁ ପଚାରିଲେ ମାରେ ଆଉ ଆମର ଏଇଠି ରାଜା ଅଛନ୍ତି, ତାଙ୍କେ ତୁମମାନଙ୍କୁ ବାହା ହେବା ପାଇଁ ଚାହୁଁଛନ୍ତି, ତମମାନଙ୍କର ମତ କ'ଣ? ହେ ଦୁଇ ଜଣ ହସାହସି ହେଲେ। ହଉ ଠିକ୍ ଅଛି ବାପା ତମେ ହଁ କର, କିନ୍ତୁ ଆମର ଯେଉଁ ସର୍ତ୍ତ ରହିବ ସେ ସର୍ତ୍ତରେ ଯଦି ମହାରାଜ ରାଜି ହେଇଗଲେ ତାହେଲେ ଆମେ ମହାରାଜଙ୍କୁ ବାହା ହେବୁ। ହଉ ଠିକ୍ ଅଛି। ମହାରାଜ ବୁଢ଼ା ଗଲେ ରାଜାଙ୍କ ପାଖକୁ। କ'ଣ ହେଲା? ବୁଢ଼ା ନା ହଁ ଆଜ୍ଞା ସବୁ ଠିକ୍ ଅଛି। ଝିଅମାନେ କହିଲେ ଆଉ ତାଙ୍କର ଯେଉଁ ସର୍ତ୍ତ ଅଛି ସେ ସର୍ତ୍ତରେ ଆପଣ ଯଦି ରାଜି ହେବେ ତାହେଲେ ବାହା ହେବେ। କି ସର୍ତ୍ତ ରଖିବେ? ଆମ ଝିଅମାନଙ୍କୁ ଧରିକି ଆସିଲେ, ସର୍ତ୍ତ ଆପଣ ଶୁଣିବେ। ବୁଢ଼ା ଆସିଲେ ଦୁଇଟା ଝିଅକୁ ଧରିକି ରାଜାଙ୍କ ସମ୍ମୁଖକୁ ଯେତେବେଳେ ଗଲେ ମହାରାଜ କହିଲେ ଆଚ୍ଛା ତମେ ମୋତେ ବାହା ହେବ? ନିଶ୍ଚିତ ବାହା ହେବ। ବାହା ହେବ ଯେ ଗୋଟିଏ ସର୍ତ୍ତରେ ଆମେ ବାହା ହେବୁ। କ'ଣ ସେ ସର୍ତ୍ତ? ନା ଆମେ ଦୌଡ଼ିବୁ ଆଉ ଆପଣ ଘୋଡ଼ାରେ ଯାଆନ୍ତୁ କିମ୍ବା ହାତରେ ଯାଆନ୍ତୁ କିମ୍ବା ଆମକୁ ଗୋଡ଼େଇ ଗୋଡ଼େଇ ଆମକୁ ସ୍ପର୍ଶ ଯେଉଁ ସମୟରେ କରିଦେବେ ସେଇଠୁ ଆପଣଙ୍କୁ ଏଇ କଥା। ଠିକ୍ ଅଛି। ସମସ୍ତେ ରାଜ ପରିବାରର ସମସ୍ତେ ଘୋଡ଼ା ହାତୀ ପଲଙ୍କ ଧରିକି ମାଆଙ୍କୁ ଗୋଡ଼େଇଲେ। ଆମର ଏଇଠି ବି ଅଛି ମାଆ ଯେପଟେ ଚାଲି ଚାଲି ଯାଇଥିଲେ ଭାଇଙ୍କୁ, ସେଇ ହୁଡ଼ାଟା ବି ବର୍ତ୍ତମାନ ସୁଦ୍ଧା ଅଛି। ସେ ସାଇଡ଼୍ରେ ଅଛି, ନଦୀ ସାଇଡ଼୍ରେ ଅଛି। ସେଇ ହୁଡ଼ାରେ ମାଆ ଦୌଡ଼ିବାର ଲାଗିଲେ। ରାଜ୍ୟର ଯେତିକି ଥିଲେ ମନ୍ତ୍ରୀ କଟଳ ପାତ୍ର ସମସ୍ତେ ମାଆଙ୍କ ପଛରେ ଘୋଡ଼ା ହାତୀ ଧରି ଧାଇଁଲେ। ଯେମିତି ଧାଇଁଲେ ମାଆ କ'ଣ କଲେ ଯେଉଁ ଗଣ୍ଡରୁ ଆଦାୟ ହେଇଥିଲେ ସେଇ ଗଣ୍ଡ ଭିତରେ ମା ଯୋଉଠି ଆବିର୍ଭାବ ହେଇଥିଲେ ପୁଣି ସେଇ ଜାଗାରେ ପହଞ୍ଚିଗଲେ। ଯେମିତି ପହଞ୍ଚିଗଲେ ରାଜା କହିଲା ଆରେ ଝିଅ ପିଲା ଦୁଇଟା।
ଆମେ କାହିଁ ନ ଯାଇପାରିବା। ଘୋଡ଼ାଟାକୁ ବାନ୍ଧିଦେଲେ ବର୍ତ୍ତମାନ ସୁଦ୍ଧା ସେ ଘୋଡ଼ା ଗଛ ବନ୍ଧା ଗଛ ଅଛି। ଘୋଡ଼ାଟାକୁ ବାନ୍ଧିଦେଲେ ମହାରାଜ ସେ ଗଣ୍ଡ ଭିତରେ ସିଏ ଆଉ ବାହାରିଲେନି। ତାକୁ ଧରି ପାତ୍ର ଗଲା ସେ ଭିତରେ ମନ୍ତ୍ରୀଟା ମହାଚାଲାକ। ଚିଠିରାମ ଆମର ଯେଉଁ ମନ୍ତ୍ରୀ ଥିଲେ ତାଙ୍କର ବଂଶଧର ଚିଠିରାମ ବାଉଁଶ ତିଆରି କରିଥିଲେ। ଯେତେବେଳେ ରଜା ଗଲା ପାତ୍ର ଗଲା ରାଣୀ ସମସ୍ତେ ଗଣ୍ଡ ଭିତରେ ପଶିଗଲେ। ମହାରାଜ ଯେତେବେଳେ ପଶିଗଲେ ଏମାନଙ୍କର ଉପାୟ ନାହିଁ, ପଶିଗଲେ। ତାଙ୍କର ଯେଉଁ ଗଡ଼ ଥିଲା ସେଇଟା ଗୋଟେ ପାହାଡ଼ ଆକୃତି ହେଇଗଲା। ଆଉ ଗଡ଼ ହେଇ ରହିଲାନି, ପାହାଡ଼ ଆକୃତି ହେଇଗଲା। ମା ସେଇଠୁ ବିସର୍ଜନ ହେଇଗଲା। ସେ ଦୁଇ ଭଉଣୀ ଯେମିତି ଆମର ଏଇଠି ବେଲ ଗଛ ଥାଏ, ବହୁତ ବେଲ ଗଛ ଥାଏ। ଏଇଟା ବେଲ ବଣିଆ କୁହନ୍ତି। ରତ୍ନଗିରି ବେଲ ବଣିଆ ଗଛ ଥାଏ। ସେଇ ବେଲ ଗଛ ପାଖରେ ମା ଆବିର୍ଭାବ। ତାହେଲେ ରତ୍ନଗିରି ପାହାଡ଼ ଏଇଟା ରତ୍ନଗିରି ପାହାଡ଼। ବୁଝିଲି, ରତ୍ନଗିରି ପାହାଡ଼ ବେଲ ବଣିଆ ଭିତରେ ଯେଉଁ ବେଲ ଗଛ ଦୁଇଟା ପାଖରେ ମା ଆବିର୍ଭାବ ହେଲା। ବହୁତ ଅରଣ୍ୟ ହେଇଥାଏ। ବୁଢ଼ାକୁ ଯେଉଁ କୁଳପତି ବୁଢ଼ା ତାକୁ ସ୍ୱପ୍ନାଦେଶ ମା ଯେ ଆମେ ପ୍ରକୃତରେ ଆମେ ସତୀ ସ୍ତନଜରେ ଆମେ ଲାଭ ନେଇଛୁ। ଆମ ନାଁ ହେଉଛି ତାରାତାରିଣୀ। ଆମେ ଏଇ ଜାଗାରେ ଆବିର୍ଭାବ ହେଇଛୁ। ଆଉ ଆମକୁ ତୁମେ ସେବା ପରେ ଆମ ଦାୟିତ୍ୱଟା ତୁମକୁ ଲାଗିବ। ବୁଝିଲ କି? ଆମ ଦାୟିତ୍ୱଟା ତୁମକୁ ଲାଗିବ। ସେଇଦିନ ଠାରୁ ସନ୍ତାନ ନଥିଲା। ବୁଢ଼ାର ସନ୍ତାନ କିଛି ନଥିଲା। କହିଲେ ମା କହିଲେ ଯେ ତୋର ସନ୍ତାନ କ'ଣ କିଏ ନାହିଁ, ତୁ ତ ବୁଢ଼ା ମରିଯିବୁ। ସେଥିପାଇଁ ମୋର ସ୍ୱପୀଠରୁ ତମ ବଂଶଧର ବୃଦ୍ଧି। ସେଥିପାଇଁ ଆମକୁ ସ୍ୱପୀଠ ନାମରେ ପୂଜିତ କରିଛନ୍ତି। ଆମକୁ ସେବାବାଦ ମାନେ ଆମକୁ ସ୍ୱପୀଠ ବୋଲେ ସମସ୍ତେ ଜାଣିବେ। ରଣା ସମ୍ପ୍ରଦାୟ ସ୍ୱପୀଠ ଜାତି ଆମକୁ ଆବିର୍ଭାବ କଲେ ଭଗବତୀ। ବଡ଼ ପର୍ବ କ'ଣ? ମାଙ୍କର ବଡ଼ ପର୍ବ ହେଉଛି ଆଶ୍ୱିନ ମାସ 16 ଦିନ ପର୍ବ, ଷୋଳ ପୂଜା। ଦୁର୍ଗା ପୂଜା 16 ପୂଜା। ଦ୍ୱିତୀୟରେ ହେଉଛି ମଙ୍ଗଳବାର, ବହୁତ ବଡ଼ ପର୍ବ ସିଏ। ଚୈତ୍ର ମାସ ମଙ୍ଗଳବାର, 4 ମଙ୍ଗଳବାର ବହୁତ ସମାଗମ ହୁଅନ୍ତି ଲୋକ। ଯାହା ଅଲଗା ଶକ୍ତିପୀଠ ମାନଙ୍କର ଅଛି ଏଠି ବି ସେମିତି ଚାଲି ଆସିଛି ବହୁତ କଥା। ଏଇଟା ଗୋଟେ ଶକ୍ତିପୀଠ, ମେନ୍ ଶକ୍ତିପୀଠ। 4 ପୀଠ ହେଲା। ଆମେ ଶୁଣିବାକୁ ପାଇଲେ ଯେ 51 ଖଣ୍ଡ ହେଇଥିଲା ବୋଲି ତାଙ୍କ ଶରୀରଟା ଯେଉଁ ସତୀଙ୍କ ଶରୀର ହେଇଥିଲା। 51 ଖଣ୍ଡ କେମିତି? ଗୋଟେ ବାଳ ପଡ଼ିଲା, ଗୋଟେ ନଖ ପଡ଼ିଲା, ଗୋଟେ ଆଙ୍ଗୁଳି ଟିକେ ପଡ଼ିଲା, ଗୋଟେ ଏମିତି ଛିନ୍ନ ବିଚ୍ଛିନ୍ନ ହେଇକି ଯେଉଁ ଚକ୍ରଟା ଯଦି ପଶିଲେ ଗୋଟେ ଜାଗାରେ ପୁରା ହେବନି, ଖଣ୍ଡ ବିଖଣ୍ଡିତ ହେଇଯିବ। ଖଣ୍ଡ ବିଖଣ୍ଡିତ ହେଇଯିବ। କିନ୍ତୁ ଯେଉଁ ମେନ୍ 4 ଖଣ୍ଡ ହେଲା, ହୃଦୟ ରହିଲା ଏଇ ଜାଗାରେ, ମୁଖ ରହିଲା କୋଲକାତା କାলীଘାଟ, ଯୋନି ଖଣ୍ଡ ରହିଲା କାଉଁରୀ କାମାକ୍ଷୀ, ପାଦ ଖଣ୍ଡ ରହିଲା ପୁରୀ, ଯେଉଁଟାକି ମୁଖ୍ୟ ଭୂମିକା ଦେବୀଙ୍କର ପ୍ରକୃତ ପୀଠ, ଶକ୍ତିପୀଠ। ମା ବିମଳା ଯେଉଁ ଅଛନ୍ତି ସେ ପୁରୀରେ, ସେଇ ବିମଳା କାଉଁରୀ କାମାକ୍ଷୀ, ବାକି କୋଲକାତା ପୁରସ୍ତମ୍ଭରୁ ଭାୟା। ଏ ଗାଁର ନାଁ ହେଉଛି ରାୟପୁର ତାରାତାରିଣୀ। ବ୍ରହ୍ମପୁରଠୁ 25 କିଲୋମିଟର ଦୂରତା। ଏପଟେ ଆସ୍କାରୁ ଆସିଲେ ଏପଟେ 25-26 କିଲୋମିଟର ଦୂରତା। ଏପଟେ ଛତ୍ରପୁରରୁ ଆସିଲେ ଇଏ ବି ଗୋଟେ 30 କିଲୋମିଟର ଦୂରତା। ଲୋକମାନେ ଆସନ୍ତି ଆଉ। ତୁ ମା ଚାଲାକ ଲୋକ, ତୁ ତ ପଶିଲୁ, ତ ମୁକ୍ତି ହେଲାନି। ତୁ ତ ବଞ୍ଚି ରହିଛୁ, ମୋର ସେବା ଯଦି କରିବୁ ତୁ, ତାହେଲେ ତୁ ମୁକ୍ତି ପାଇବୁ। ମା କ'ଣ କହୁଛ କୁହ, ମୁଁ ଯାହା କହିବି ମୁଁ ତାହା କରିବି। ନା 22 ଭରଣ ଜିରା ଡାଲିରେ ପର୍ଜଣ ରୂପେ ବ୍ୟବହାର କରିବୁ, ଅମ୍ବା ଯଜ୍ଞ କରିବୁ, କଲେ ତୁ ମୁକ୍ତି ପାଇବୁ।